ସବୁବେଳେ ସମସ୍ତଙ୍କ ଆଗରେ ହସୁଥିବା ବ୍ୟକ୍ତି ଅନେକ ସମୟରେ ସୁନ୍ଦର ହସ ପଛରେ ଏକ ଗଭୀର ଯନ୍ତ୍ରଣା ଲୁଚେଇ ରଖିଥାଏ। ଆକାଶଟା ଯେତେ ପାଖରେ ମନେ ହୁଏ ସେତେ ପାଖରେ ନଥାଏ। ଠିକ୍ ସେମିତି କିଛି ଲୋକ ଯେମିତି ନିଜର ମନେ ହୁଅନ୍ତି, ବାସ୍ତବରେ ସେମାନେ ନିଜର ନୁହନ୍ତି। ଭରସା ଗୋଟେ ଏମିତି ଜିନିଷ, ଭରସା ଥିଲେ ମିଛ କଥା ବି ସତ ଭଳି ଲାଗେ, କିନ୍ତୁ ଭରସା ଭାଙ୍ଗିଗଲେ ସତ କଥା ବି ମିଛ ଲାଗିଥାଏ। ଆଜିକା ଦୁନିଆରେ ଆମେ ଯାହାକୁ ଅଧିକ ଗୁରୁତ୍ୱ ଦେବା, ସେ ହିଁ ଆମକୁ ସେତିକି ଧୋକା ଦେବ। ଯେଉଁ ଜିନିଷ ତୁମର ହୋଇଥିବ ତାହା କେବେ ବି ତୁମ ହାତରୁ ଯିବନି, ଆଉ ଯାହା ଚାଲିଗଲା ବୁଝିଯାଅ ସେ କେବେ ତୁମର ହିଁ ନଥିଲା। ଗୋଟିଏ ଭୋକିଲା ପେଟ ହିଁ କହିପାରେ ମୁଠାଏ ଭାତର ମୂଲ୍ୟ କେତେ। ବୁନ୍ଦାଏ ପାଣି ହିଁ ଜାଣିପାରେ ଗୋଟିଏ ଜୀବନର ମୂଲ୍ୟ କେତେ। ଗୋଟିଏ ଦୁଃଖୀ ଲୋକ ହିଁ ଜାଣିପାରେ ଅନ୍ୟର ଦୁଃଖ କେତେ। ଯେଉଁ ସମ୍ପର୍କ ତୁମ ଭାବନାକୁ ବୁଝିପାରେନି, ତୁମ କଷ୍ଟକୁ ଅନୁଭବ କରିପାରେନି, ସେଭଳି ସମ୍ପର୍କଠାରୁ ଦୂରେଇ ରହିବା ବହୁତ ଭଲ ହୋଇଥାଏ। ନିନ୍ଦାରେ ବିଚଳିତ ହୋଇ କେବେ ନିଜର ଲକ୍ଷ୍ୟ ଛାଡ଼ନ୍ତୁ ନାହିଁ, କାହିଁକି ନା ସଫଳତା ପାଇଗଲେ ନିନ୍ଦା କରୁଥିବା ଲୋକର ବି ମତ ବଦଳି ଯାଇଥାଏ। କେହି ଜଣେ ଠିକ୍ କହିଛନ୍ତି, ପାଣି ଭିତରେ ନ ପଶିଲେ ଯେମିତି ପହଁରା ଶିଖି ହୁଏନି, ଠିକ୍ ସେମିତି ଖରାପ ସମୟ ନ ଆସିଲେ ମଣିଷ ଚିହ୍ନି ହୁଏନି। ସ୍କୁଲରେ ପଢ଼ିବା ବେଳେ ଭାବୁଥିଲି କେବେ ଏ ଜେଲରୁ ମୁକ୍ତି ମିଳିବ କେଜାଣି, ହେଲେ ଏବେ ଭାବୁଛି ସେଇଟା ହିଁ ସ୍ୱର୍ଗ ଥିଲା, ଯାହାକୁ ଆଉ କେବେ ପାଇ ହେବ ନାହିଁ। ବେଳେବେଳେ ଗୋଟେ କଥା ମୁଁ ବୁଝିପାରେନି, ଲୋକଙ୍କୁ ମୁଁ ଚିହ୍ନି ପାରିଲିନି ନା ଲୋକ ମୋତେ ଚିହ୍ନି ପାରିଲେନି। ଆଜିକାଲିର ଲୋକମାନେ ନିଜ ଲୋକଙ୍କ ସହିତ ବେଇମାନି କରି ପର ଲୋକଙ୍କ ଠାରୁ ଇମାନଦାରୀ ଆଶା କରୁଛନ୍ତି। ଖୁବ୍ ଶୀଘ୍ର ରାଗି ଯାଉଥିବା ମଣିଷ ମନରେ ବହୁତ ଅଧିକ ଭଲ ପାଇବା ଥାଏ, କିନ୍ତୁ ତାକୁ କେହି ବୁଝିପାରନ୍ତି ନାହିଁ। ହୃଦୟକୁ ବୁଝିପାରୁଥିବା କ୍ଷମତା ସମସ୍ତଙ୍କ ପାଖରେ ନଥାଏ। ମନ କଥା ଯଦି ସମସ୍ତେ ବୁଝିପାରନ୍ତେ, ତାହେଲେ ଏ ସଂସାରରେ ଦୁଃଖ ବୋଲି ଆଉ କିଛି ନଥାନ୍ତା। ଭାଗ୍ୟ କାହାରି ସାଥୀ ନୁହେଁ, ତଥାପି ସେ ବଦଳିଯାଏ। ଚରିତ୍ର ଲୁହା ନୁହେଁ, ତଥାପି ସେ କଳଙ୍କି ଲାଗିଯାଏ। ମଣିଷ ଋତୁ ନୁହେଁ, ତଥାପି ସେ ବଦଳି ଯାଇଥାଏ। ଗୋଟିଏ ଝିଅ ବିଷୟରେ ଖରାପ ସେତିକି କୁହ ଯେତିକି ନିଜ ଭଉଣୀ ବିଷୟରେ ଶୁଣିପାରିବ। ଯଦି ନିଜ ଭଉଣୀ ବିଷୟରେ ଖରାପ କଥା ଶୁଣିପାରିବନି, ତାହେଲେ ଆଉ କାହା ଭଉଣୀକୁ କେମିତି କହିପାରୁଛ? ଜୀବନଟା ଆମର ପାଣି ଫୋଟକା ପରି, କେତେବେଳେ ଯେ ଫାଟିଯିବ କାହାକୁ ଜଣା ନାହିଁ। ସେଇଥିପାଇଁ ଜୀବନକୁ ଉପଭୋଗ କର, ରାଗ ହିଂସା କରି କିଛି ଲାଭ ନାହିଁ। ମୁଁ ଯେମିତି ବି ରୁହେ, ହେଲେ ମୋ ପରିବାର ଖୁସିରେ ରୁହନ୍ତୁ, ଏଇଆ ଭାବି ଗୋଟିଏ ପୁରୁଷ ତା ପୁରା ଜୀବନ କାଟି ଦେଇଥାଏ। ସକାଳୁ ଆଖି ଖୋଲିବା ମାତ୍ରେ ଯାହା ଚେହେରା ମନେ ପଡ଼େ ତାକୁ ହିଁ ପ୍ରେମ କୁହାଯାଏ। କଥା ଟିକେ ଶୁଣିବା ପାଇଁ ଦିନସାରା ଅପେକ୍ଷା କରାଯାଏ, ତାକୁ ହିଁ ପ୍ରେମ କୁହାଯାଏ। ନିଜର ଭାବୁଥିବା ଲୋକଟି ଯେତେବେଳେ ପର ଭଳି ବ୍ୟବହାର କରିଥାଏ, ସେତେବେଳେ ଭାରି କଷ୍ଟ ଲାଗିଥାଏ। ଆପଣ ଆପଣ କହି ହାତ ଯୋଡ଼ିଥିବା ଲୋକ ବି ଖରାପ ସମୟ ଆସିଲେ ତୁ ତୁ କହି ଆଙ୍ଗୁଳି ଦେଖାଏ। କେବେ ବି ନିଜ ଉପରେ ଏତେ ଗର୍ବ କରନ୍ତୁ ନାହିଁ, କାହିଁକି ନା ପରିସ୍ଥିତି କେତେବେଳେ ଯେ କେଉଁ ଜାଗାକୁ ଆଣି ଠିଆ କରାଇଦେବ, ଯାହାକି ତୁମେ ସ୍ୱପ୍ନରେ ବି ଭାବିନଥିବ। ଯାହାକୁ ଭଲ ପାଉଛ 21 ଦିନ କେବଳ ଏତିକି କର, ସିଏ ତୁମ ପାଦ ତଳକୁ ଆସି ପ୍ରେମର ଭିକ ମାଗିବ। ଯଦି ସିଏ ଇଗ୍ନୋର କରେ, ତମେ ତାକୁ କେବେ ବି ଚିହ୍ନି ନଥିଲା ଭଳି ଅଭିନୟ କର। ନିଜକୁ ତାଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖ। ନିଜକୁ କୌଣସି ବି କାର୍ଯ୍ୟରେ ବ୍ୟସ୍ତ ରଖ। ଦେଖିବେ 21 ଦିନ ଭିତରେ ସିଏ ତମ ପାଦ ତଳକୁ ଆସି ପ୍ରେମର ଭିକ ମାଗିବ। ନୁହେଁ କି ସବୁ ଉପହାର ଜିନିଷ ହିଁ ହୋଇଥାଏ। ପ୍ରେମ ଆଉ ସମ୍ମାନ ବି ବହୁତ ଭଲ ଉପହାର ହୋଇଯାଇଥାଏ। ପ୍ରେମ ଏମିତି ହୋଇଯାଏ, ଭାବିଚିନ୍ତି କରାଯାଇ ନଥାଏ, କିନ୍ତୁ ହୃଦୟ ଏମିତି ଭାଙ୍ଗି ନଥାଏ। କିଛି ପ୍ରତିଶ୍ରୁତି, କିଛି ଆଶା ଦେଇ ହୃଦୟକୁ ଭଙ୍ଗା ଯାଇଥାଏ। ପ୍ରେମ ଏମିତି ଏକ ଜିନିଷ, ଥରେ ହେଲେ ଜୀବନରୁ ଦୂରେଇବା ବହୁତ କଷ୍ଟ ହୋଇଥାଏ। ସଚ୍ଚା ହୃଦୟରୁ ଚାହୁଁଥିବା ମଣିଷଙ୍କ ପ୍ରେମ ଅଧା ରହିଯାଏ, ନହେଲେ ମିଛ ପ୍ରେମ କରୁଥିବା ମଣିଷ ତ ପ୍ରେମକୁ ପାଇକି ବି ଖୁସି ନଥାଏ। ସ୍ୱାର୍ଥ ପାଇଁ ଗଢ଼ା ହୋଇଥିବା ସମ୍ପର୍କ ଯେତେ ଜଲ୍ଦି ଯୋଡ଼ି ହୋଇଯାଏ, ସେତେ ଜଲ୍ଦି ଛିଡ଼ି ମଧ୍ୟ ଯାଇଥାଏ। ସେହି ସମ୍ପର୍କ ବହୁତ ମଜବୁତ ହୋଇଥାଏ, ଯାହାକୁ ହରେଇବାର ଡର ଉଭୟଙ୍କ ପଟୁ ଥାଏ। ପିଆଜକୁ ଯେମିତି କାଟିଲେ ମଧ୍ୟ ସେ ଆଖିକୁ ଲୁହ ଦେଇଥାଏ, ସେହିପରି ନିନ୍ଦା କରୁଥିବା ଲୋକଙ୍କୁ ତୁମେ ଯେତେ ସାହାଯ୍ୟ କଲେ ବି ସେ ନିନ୍ଦା ହିଁ ଦେଇଥାନ୍ତି। ସିଂହ ଯେତେ ବଳଶାଳୀ ହୋଇଥାଉ, କୁକୁର ପଲକୁ ଦେଖିଲେ ଭୟ କରେ, ସେହିପରି ଯିଏ ଯେତେ ବଳବାନ ହେଇଥାଉ, ଏକତାକୁ ଦେଖିଲେ ସମସ୍ତେ ଭୟ କରନ୍ତି। କହିବା ଛାଡ଼, ଶୁଣିବା ଶିଖ। କହିବା ଲୋକ ତ ବୋକାଙ୍କ ଭଳି କିଛି ବି କହିଥାଏ, କିନ୍ତୁ ଶୁଣିବା ଲୋକ ଅନେକ କିଛି ଶିଖୁଥାଏ।
से झीर प्रेम केबे मिछ होई न थाए। जीए एही कथा पुओटी को कही थाए, तुम पाखरे टंका थाउ कि न थाउ मु सब परिस्थिति रे तुम सहित ही रहिबे आ तुम हाथ छाड़िबेनी। समस्त को खुशी रखिबा आम हाथ रे नहीं, किंतु काहाको दुखी न करिबा आम हाथ रे अछि। एही संसार रो नियम, जीए जेते अधिका शिखि थाए सी जीवन रे सेते अधिका जीति जाए। अनेक अभिज्ञता नहीं, किंतु एतिकी तो कहि परिबी अतीतर गोटिए पृष्ठा यथेष्ट होइथे ए आखि को उदा करि देबा पई। तास रो जोकर आ निज लोकंठु मिलिथिबा ठोकर जीवन रो हार को ही चेंज करि देइ थाए। जेबे संपर्क कंदेइबा को लागे तेबे तमे इग्नोर करिबा शिखि जाओ, जीवन जीवा सहज होई जिवो। प्रकृत भल पाइबा नुहे निज इच्छा को पूर्ण करिबा। प्रकृत भल पाइबा हेले परस्पर भावना को बुझी पारिबा। बहुत किछि शिखाई दिए ए जीवन, केबे हसाए तो केबे पुणी कंदाए। कंटा उपरे छिड़ा होई जे हसिबा शिखी गला तांको सामने रे लुह भी हार मानि जाए। प्रेम पाई अर्थर कि स्वार्थर आवश्यकता न थाए, आवश्यकता थाए केवल त्याग, विश्वास आ किछि भल पाइबा मात्र। चढ़ाई उड़ीबा न शिखिबा पर्यंत बसारे रुहे, जेबे उड़ीबा शिखि जाए निज इच्छारे अन्यत्र उड़ी जाए। सेमिति एई मनीष निज इच्छा थिला बोली निज ठिकणा को भी बदलाई देई थाए। बेसी भोजन रे शरीर नष्ट, बेसी आदर रे संस्कार नष्ट, एई दरकार ठू बेसी सब बेले नष्ट ही कारण होई थाए। अन्य को साहाय्य करने को कहा पाखरे समय न थाए, किंतु अन्य मानक कार्य रे बाधा सृष्टि करबा पई समस्तଙ୍କ पाखरे समय थाए। ए दुनिया रे जेकोनोसी जिनिस एते शीघ्र बदलंतिनी जेते शीघ्र जने मनीषर उद्देश्य और मनोरंजन बदली जाए। विश्वास एक छोटा शब्द, यह को पढ़ा तो एक सेकेंड लगे, किंतु भाविबा को गोटे मिनिट लगे एवं बुझीबा को दिन लगी जाए। प्रमाण करने को सारा जीवन कम पड़ जाए। भरोसा समस्तଙ୍କ उपरे कर, किंतु सावधान रो सह, कारण बेले बेले दांत भी जीव को आघात देई थाए। लुह ढालिले कहीं निजर हुअंतिनी, आउ जे निजर से केबे लुह ढालिबा को दियंतिनी। जेबे समय और संपर्क मिसी मनीष को धोखा दियंती, मनीष केवल बाहर नुहे भीतर भी भांगी जाए। केबे जदि भल पाइबा को इच्छा हुए तेबे निज दुख को भल पाओ। सुनिची आमे जहा को जेते भल पाती सी सेतिकी दूरेई जाती। कहानी नुहे सारा जीवन दरकार, तुम भली नुहे बस तुम्हें दरकार। भल जीवन साथी मिले लंबा रास्ता मध्य छोट हो जाए। 2 दिन जीवन 100 वर्ष परी मने हुए। प्रकृत प्रेम को केबे भूली हुए ना, आउ से प्रेम हृदय श्रुति होई रही जाए। दूरतार किछि माने नहीं जदि जगह हृदय थाए। हृदयर दुआर को सावधान रे जगी थाओ। जी भल ताको हृदय रे जगह दियो, आउ जी खराब ताको बाहर को जीवा को दियो। संपर्क पई समय बाहर कर, नहेले समय संपर्क को बाहर करि देबो। तुमे जेते भी भल होई थाओ, किंतु एक कथा केबे भी हेबनी कि तुमे समस्तଙ୍କ पई भल रहिबो। एमिति काहा को विश्वास कर नहीं, नहेले विश्वास भांगिले तुमे भी भांगी जिवो। जेबे कहीं आगरू भल कथा हेउतिले किंतु एबे इग्नोर करूची, तेबे बुझी जाओ कि तांकर स्वार्थ सरीगला बोली। आजिकाली लोक स्वार्थ को भल पाती, संपर्क को नुहे। समय और संपर्क समस्त को मागण रे मिल जाए, किंतु एहार प्रकृत मूल्य सेतेबेले बुझा पड़े जेबे ये पाखरे न थाए। ये इज्जत रे डिस्काउंट पुणी कौन, जेबे मिले पूरा मिले, आउ जेबे जाए सबु किछि चली जाय थाए। हाँ आमे भी भल मनीष, किंतु से पर्यंत जे पर्यंत समस्तଙ୍କ कामरे आसी थाउ। प्रेम आ मद निशा दुहिंकर अछि फरक एतिकी, मद निशारे सुआई दिए आ प्रेम रे लुहरे भिजई दिए। दर्शक बंधु भिडियोटी केमिति लागला कमेंट करिया पई जमा ही भूलिबेनी। आ जदि आम भिडियोटी आपन मानको पसंद आसी थाए ताहाले आम चैनल को गोटे सब्सक्राइब निहाती करंतु। भिडियोटी को लाइक करइबा सहित गोटे कमेंट करंतु। रहुची नमस्कार। भिडियोटी देखिथिबारु धन्यवाद। जय जगन्नाथ। भलरे रुहंतु समस्ते।